ଶ୍ରାବଣ ମାସର ସମୟ ଚାଲିଥାଏ। 2 କି 3 ଦିନ ହେବ ମୂଷଳ ଧାରାରେ ବର୍ଷା ଚାଲିଥାଏ। ରାସ୍ତାଘାଟ ସବୁଆଡ଼େ କାଦୁଅ ଆଉ ଖାଲ ଜାଗାମାନଙ୍କରେ ଆଣ୍ଠୁଏ ଲେଖା ପାଣି। ପ୍ରକୃତିର ନଜରା ସତରେ ବହୁତ ଭୟାବହ ଲାଗୁଥିଲା। ସମୟ ସନ୍ଧ୍ୟା 6ଟା ହେବ। ହଠାତ୍ ମୋତେ ଗୋଟେ କଲ୍ ଆସିଲା। ମୁଁ ରିସିଭ୍ କଲି। ହ୍ୟାଲୋ। ଅନ୍ୟପଟୁ ଶୁଭିଲା, ହ୍ୟାଲୋ ପ୍ରକାଶ, ତୁମେ ଜଲ୍ଦି ହସ୍ପିଟାଲ ଆସି ଗୋଟେ ଡେଡ୍ ବଡିକୁ ଟିକେ କବରଖାନା ପାଖରେ ପହଞ୍ଚାଇ ଦେଇ ଆସ। ବାସ୍ ଏତିକି ଶୁଭି ଫୋନ୍ଟି କଟିଗଲା। ତାପରେ ମୁଁ ଟିକେ ବାହାରକୁ ଆସି ଲକ୍ଷ୍ୟ କଲି, ବାହାରେ ଝିପଝିପ୍ ବର୍ଷା ଏବେ ବି ହେଉଥାଏ। ଆକାଶରେ ପୁରା କଳାହାଣ୍ଡିଆ ମେଘ ଘୋଟିକି ରହିଥାଏ। ଜଣାପଡ଼ୁଥାଏ ଅଳ୍ପ ସମୟ ପରେ ଜୋରରେ ବର୍ଷା ହେବାକୁ ଯାଉଛି। ମୁଁ ଡୋର୍ ବନ୍ଦ କରି ମୋ ରୁମ୍କୁ ଆସିଲି ଆଉ ମୋ ସହଚର ଅସିତକୁ କଲ୍ କଲି। କିନ୍ତୁ ଅସିତ ସଫା ସଫା ମନା କରିଦେଲା, ସିଏ ଏଇ ମୁହୂର୍ତ୍ତରେ ମୋ ସହ ଯାଇପାରିବନି ବୋଲି। ଏଇଠି ମୁଁ ଆପଣଙ୍କୁ ମୋ ବିଷୟରେ କହି ରଖେ, ମୁଁ ହେଉଛି ଜଣେ ଆମ୍ବୁଲାନ୍ସ ଡ୍ରାଇଭର। ଗତ କିଛି ମାସ ହେବ ମୁଁ ଗୋଟେ ଘରୋଇ ହସ୍ପିଟାଲରେ କାମ କରୁଛି। ଏହାପରେ ମୁଁ ଏକୁଟିଆ ଆମ୍ବୁଲାନ୍ସ ଧରି ବାହାରି ପଡ଼ିଲି ହସ୍ପିଟାଲ ଆଡ଼େ। ସେଠାରେ ପହଞ୍ଚିବା ପରେ ଡାକ୍ତରଖାନାର କର୍ମଚାରୀମାନେ ଗୋଟେ ଡେଡ୍ ବଡିକୁ ଆଣି ମୋ ଗାଡ଼ି ପଛରେ ଶୁଆଇ ଦେଲେ। ଏହାପରେ ମୁଁ ଗାଡ଼ିର ପଛ ଡୋର୍ ଦେଇ ସେଠାରୁ ବାହାରିଗଲି କବରଖାନା ଆଡ଼େ। କବରଖାନା ସେଠୁ ପ୍ରାୟ 20 କିମି ଦୂରରେ ଥିଲା। ବର୍ଷା ଯୋଗୁଁ ରାସ୍ତାଘାଟର ଅବସ୍ଥା ବହୁତ ଖରାପ ହୋଇଯାଇଥିଲା। ଗାଡ଼ିକି କଣ୍ଟ୍ରୋଲ କରିବା ବହୁତ କଷ୍ଟକର ହୋଇପଡ଼ୁଥିଲା ମୋ ପକ୍ଷରେ। ସେଥିପାଇଁ ମୁଁ ଧୀରେ ଧୀରେ ଗାଡ଼ିକି ଚଲାଉଥିଲି। କିଛି ସମୟ ପରେ ମୁଁ ଭାବିଲି, ଯଦି ଏମିତି ଏଇ ରାସ୍ତାରେ ଯିବି, କବରଖାନା ପାଖରେ ପହଞ୍ଚିବାକୁ ମୋତେ ବହୁତ ସମୟ ଲାଗିବ। ସେଥିପାଇଁ ମୁଁ ସର୍ଟକଟ୍ ଭାବେ ହାଇୱେକୁ ଚୁଜ୍ କରିଥିଲି। ଅବଶ୍ୟ ହାଇୱେରେ ପଟେ ଗଲେ ଆଉ 5 କିମି ଅଧିକ ବାଟ ଯିବାକୁ ପଡ଼ିବ, କିନ୍ତୁ ଶୀଘ୍ର ପହଞ୍ଚି ପାରିବି। ଏହାପରେ ମୁଁ ମୋ ଗାଡ଼ି ହାଇୱେକୁ ଉଠାଇ ଦ୍ରୁତ ଗତିରେ ମାଡ଼ି ଚାଲିଲି। କିନ୍ତୁ କେଜାଣି କାହିଁକି ସେଦିନ ହାଇୱେ ପୁରାପୁରି ଫାଙ୍କା ଥିଲା। ମଝିରେ ମଝିରେ ଗୋଟିଏ ଗୋଟିଏ ଟ୍ରକ୍ କେବଳ ଦ୍ରୁତ ଗତିରେ ଛୁଟି ଯାଉଥାଏ। କିଛି ସମୟ ପରେ ଆରମ୍ଭ ହୋଇଗଲା ଖୁବ୍ ଜୋରରେ ବର୍ଷା। ଏତେ ଜୋରରେ ବର୍ଷା ଗାଡ଼ିରେ ମାଡ଼ ହେଉଥାଏ ଯେ ମୋ ଗାଡ଼ି ଆଗ କାଚରେ ବାହାରର ଦୃଶ୍ୟ ପୁରାପୁରି ଝାପ୍ସା ଦେଖାଯାଉଥାଏ। ସେଥିପାଇଁ ମୁଁ ଗାଡ଼ିର ବେଗ କମ୍ କରି ଚଳାଇବାକୁ ଲାଗିଲି। ମୋତେ ସେତେବେଳେ କିଛି ସମୟ ପାଇଁ ଏମିତି ଲାଗିଲା ଯେ ମୋ ଗାଡ଼ିର ଛାତ ଉପରେ କେହି ଜଣେ ହଲଚଲ ହେଉଛି। ପ୍ରଥମେ ମୁଁ ଏହିସବୁକୁ ଏତେଟା ଧ୍ୟାନ ଦେଇନଥିଲି, କିନ୍ତୁ ତାପରେ ମୋ ଗାଡ଼ିର ପଛ ଡୋର୍ କେହି ଜଣେ ଖୋଲିବାର ଆବାଜ ଶୁଣି ମୁଁ ଟିକେ ଭୟଭୀତ ହୋଇଗଲି। ଆଉ ତାପରେ ମୁଁ କିଛି ସମୟ ଗାଡ଼ି ସେଠି ରଖି ଟିକେ ଭଲ ଭାବରେ ସେଇ ଶବ୍ଦ ଶୁଣିବାକୁ ଲାଗିଲି। କେହି ଜଣେ ଖସଖସ ହୋଇ ସେଠାରୁ ଦୌଡ଼ି ଚାଲି ଯାଉଥାଏ। ମୁଁ ସାଙ୍ଗେ ସାଙ୍ଗେ ଗାଡ଼ିରୁ ଓହ୍ଲାଇ ଯାହା ଦେଖିଲି, ମୋ ନିଜ ଆଖିକୁ ବିଶ୍ୱାସ କରିପାରିଲିନି। ମୋ ଗାଡ଼ିର ପଛ ଡୋର୍ ପୁରାପୁରି ମୁକୁଳା ହୋଇଥିଲା ଆଉ ସେଠାରେ ସେଇ ଡେଡ୍ ବଡିଟି ଗାୟବ ହୋଇଯାଇଥିଲା। ମୁଁ ଚାରିଆଡ଼କୁ ଲକ୍ଷ୍ୟ କଲି, ହେଲେ ନା, ଆଖପାଖରେ ସେଠି କେହି ବି ଦେଖାଯାଉନଥିଲେ। ତାପରେ ମୁଁ ମୋ ଗାଡ଼ି ଭିତରୁ ଗୋଟିଏ ଟର୍ଚ୍ଚ ବାହାର କଲି ଆଉ ଚାରିଆଡ଼କୁ ପକାଇବାରେ ଲାଗିଲି। ରାସ୍ତା କଡ଼ ଘନ ଜଙ୍ଗଲରେ ପୂରି ରହିଥିଲା, ସେଥିପାଇଁ କିଛି ସ୍ପଷ୍ଟ ବି ଦେଖାଯାଉନଥାଏ। ଆକାଶରେ ବିଜୁଳି ଚମକୁଥାଏ। ବିଜୁଳିର ଆଲୋକରେ ମୁଁ ଦେଖିପାରିଲି ଗୋଟିଏ କଳା ପରଛାଇ ସେଇ ଡେଡ୍ ବଡିକୁ ଧରି ଶୀଘ୍ର ଶୀଘ୍ର ଚାଲି ଯାଉଥାଏ ଜଙ୍ଗଲ ଭିତରକୁ। ମୁଁ ଆଉ କିଛି ନ ଭାବି ତା ପଛରେ ଦୌଡ଼ିବାକୁ ଲାଗିଲି। ବୋଧହୁଏ ସେଇ କଳା ପରଛାଇଟି ଜାଣିପାରିଲା, ସେଥିପାଇଁ ସେ ଡେଡ୍ ବଡିକୁ ତଳେ ଫୋପାଡ଼ି ଅନ୍ଧାରରେ କୁଆଡ଼େ ଅଦୃଶ୍ୟ ହୋଇଗଲା। ମୁଁ ଆଉ ବିଳମ୍ବ ନ କରି ସେଇ ଡେଡ୍ ବଡିକୁ ମୋ କାନ୍ଧରେ ଉଠାଇ ମୋ ଗାଡ଼ି ନିକଟକୁ ଚାଲିବାକୁ ଲାଗିଲି। ଗୋଟେ ଉତ୍କଟ ଗନ୍ଧ ସେଇ ଡେଡ୍ ବଡିରୁ ବାହାରୁଥିଲା ଆଉ ତା ଶରୀରର ଓଜନ ଏତେ ଥିଲା ଯେ ମୋ କାନ୍ଧ ଫାଟି ପଡ଼ୁଥିଲା। ଗାଡ଼ି ପାଖରେ ମୁଁ ପୁଣି ଦେଖିଲି ସେଇ କଳା ପରଛାଇକୁ। ଏଥରକ ମୁଁ ତାକୁ ମୋ ସାମ୍ନାରୁ ଦେଖିଥିଲି। ଆଖି ଦୁଇଟି ତାର ନାଲି ନାଲି ହୋଇ ଜଳୁଥିଲା। ହାତ ପାଦର ନଖ ବଡ଼ ବଡ଼ ହୋଇ ଲମ୍ବି ଯାଇଥିଲା। ଦେହ ସାରା ତାର ଚାରିଆଡ଼େ କଳା ଲୋମରେ ଭର୍ତ୍ତି ଥିଲା। ଗୋଟେ ଭୟାନକ ଦୃଷ୍ଟିରେ ସିଏ ମୋ ଆଡ଼େ ଚାହିଁଥିଲା। ମୋତେ ସେତେବେଳେ ବହୁତ ଭୟ ଲାଗୁଥିଲା। ଶଳା କେଉଁ ଜଙ୍ଗଲର ଜାନୁଆର ଯଦି କି ଶୈତାନ ହୋଇଥିବ, ତାହେଲେ ମୁଁ ଆଜି ମଲି। ମୁଁ କ'ଣ କରିବି ଜାଣିପାରୁନଥାଏ। ଏତିକି ବେଳେ ଗୋଟେ ଘଡ଼ଘଡ଼ି ଖୁବ୍ ଜୋରରେ ମାରିଲା। ବୋଧହୁଏ ସିଏ ଡରିଗଲା ଆଉ ଲମ୍ଫ ମାରି କୁଆଡ଼େ ଅଦୃଶ୍ୟ ହୋଇଗଲା। ମୋତେ ଟିକେ ଆଶ୍ୱସ୍ତି ଲାଗିଲା। ମୁଁ ଆଉ ବିଳମ୍ବ ନ କରି ମୋ ଗାଡ଼ିର ପଛରେ ଡେଡ୍ ବଡିଟିକୁ ଶୁଆଇ ଦେଇ
ଗାଡ଼ିକି ଦ୍ରୁତ ବେଗରେ ଆଗକୁ ଛୁଟାଇ ଦେଲି। ବର୍ଷାରେ ଓଦା ହୋଇ ମୋତେ ବି ବହୁତ ଥଣ୍ଡା ଲାଗୁଥାଏ। କବରଖାନାରେ ପହଞ୍ଚିବାକୁ ଆଉ ଅଳ୍ପ ବାଟ ବାକି ଥାଏ। ମୁଁ ମୋ ବାମ ପଟକୁ ଅନଉଥାଏ, କାରଣ କବରଖାନା ସେଇ ହାଇୱେର ବାମ ପଟେ ପଡ଼େ। ଏହି ସମୟରେ ମୁଁ ଦେଖିପାରିଲି ରାସ୍ତା କଡ଼ ଗଛ ଆଢ଼ୁଆଳରେ ସେଇ କଳା ପରଛାଇକୁ। ସିଏ ଏବେ ବି ମୋ ପିଛା କରୁଛି। ଏହା ଭାବି ଭୟରେ ମୋ ଛାତି କମ୍ପି ଉଠିଲା। ମୁଁ ଆଉ କିଛି ନ ଭାବି ମୋ ଗାଡ଼ି ପୁରାଇ ଦେଲି ସେଇ କବରଖାନାକୁ ପଡ଼ିଥିବା ରାସ୍ତାରେ, କାରଣ ମୁଁ ଭାବୁଥିଲି ନିଶ୍ଚିନ୍ତ ଏଇ ଡେଡ଼୍ ବଡ଼ିର ବନ୍ଧୁବର୍ଗମାନେ ସେଠାରେ ଥିବେ ଆଉ ମୋତେ ଟିକେ ଆଶ୍ୱସ୍ତି ଲାଗିବ। କିନ୍ତୁ ସେଦିନ ମୋ ଭାବିବା ପୁରାପୁରି ଭୁଲ ଥିଲା। ଆଶ୍ଚର୍ଯ୍ୟର କଥା, ସେଦିନ କବରଖାନା ଭିତରେ କେହି ବି ନଥିଲେ। ଏତେ ଜୋରରେ ବର୍ଷାରେ କିଏ ବା କାହିଁକି ଆସିବ ଏଠାକୁ? ମୁଁ କି ଭୁଲ କଲି ସତରେ? ମନରେ ମୋର ଏଇସବୁ ଚାଲିଥାଏ। ହଠାତ୍ ପଛରୁ ଗୋଟେ ଭୟାନକ ଗର୍ଜନ ଶୁଭିଲା। ମୁଁ ମିରରରେ ପଛକୁ ଅନେଇଲି। ଯାହା ଦେଖିଲି ମୋ ଛାତି କମ୍ପି ଉଠିଲା। ସେଇ କଳା ପରଛାଇଟି ମୋ ଗାଡ଼ି ଆଡ଼କୁ ମାଡ଼ି ଆସୁଥିଲା। ତାର ସେଇ ନାଲି ନାଲି ଆଖି ପୂର୍ବ ଅପେକ୍ଷା ଆହୁରି ଗାଢ଼ ନାଲି ନାଲି ଦେଖାଯାଉଥିଲା। ମୁଁ କିଛି ଭାବିବା ଆଗରୁ ସେ ଆସି ମୋ ଗାଡ଼ିର ପଛ ଡୋର୍ ଭାଙ୍ଗି ସେଇ ଡେଡ଼୍ ବଡ଼ିକୁ ନେଇ ଖଣ୍ଡେ ଦୂରକୁ ପଳାଇଗଲା। ମୁଁ ମୋ ଗାଡ଼ିର ହେଡ଼ଲାଇଟ୍ରେ ଦେଖିପାରୁଥାଏ ସେ ସେଇ ଡେଡ଼୍ ବଡ଼ିକୁ ମନ ଖୁସିରେ ଖାଇବାକୁ ଲାଗିଥିଲା। ମୁଁ କ'ଣ କରିବି କିଛି ଜାଣିପାରୁନଥାଏ। ଯଦି ୟା ପରେ ସିଏ ମୋ ଆଡ଼କୁ ଆସିବ ତେବେ ମୁଁ ଆଜି ମଲି। ତାପରେ ମୋ ମୁଣ୍ଡରେ ଗୋଟେ ବୁଦ୍ଧି ପଶିଲା। ମୁଁ ୟା ପୂର୍ବରୁ ଅନେକ ଥର ଏଇ କବରଖାନାକୁ ଆସିଥିଲି। ସେଥିପାଇଁ ମୁଁ ଜାଣିଥିଲି ଏଇ କବରଖାନା ଗେଟ୍ ପାଖରେ ଗୋଟିଏ ଘର ଅଛି, ଯେଉଁଠିକି ସିକ୍ୟୁରିଟି ଗାର୍ଡ଼ ରହିଥାଏ। ସବୁଥର ଆସିଲା ବେଳେ ସିଏ ସେଇ ଗେଟ୍ ପାଖରେ ଠିଆ ହୋଇଥାଏ କିମ୍ବା ସେଇ ଘର ପିଣ୍ଡାରେ ଗୋଟିଏ ଚେୟାର ପକାଇ ବସିଥାଏ। ହେଲେ ଆଜି ମୁଁ ତାକୁ ଦେଖିନଥିଲି। ଯାହା ବି ହେଉ, ମୋର ସେଠି ଚାଲିଯିବାଟା ଠିକ୍ ହେବ। ଏହା ଭାବି ମୁଁ ଗାଡ଼ିରୁ ଓହ୍ଲାଇ ଗେଟ୍ ପାଖକୁ ଦୌଡ଼ିବାରେ ଲାଗିଲି। ହେଲେ ଭାଗ୍ୟ ଯେମିତି ମୋ ସହ ଖେଳୁଥିଲା ସେଦିନ। ସିକ୍ୟୁରିଟିର ଘର ଆଗରେ ଗୋଟିଏ ବଡ଼ ତାଲା ଝୁଲୁଥିଲା। ମୁଁ ଆଉ କିଛି ଉପାୟ ନ ପାଇ ତଳୁ ଗୋଟେ ବଡ଼ ପଥର ଉଠାଇ ସେଇ ତାଲାକୁ ଭାଙ୍ଗିବାକୁ ଲାଗିଲି। କିଛି ସମୟ ଚେଷ୍ଟା ପରେ ତାଲାଟି ଭାଙ୍ଗିଗଲା। ଆଉ ମୁଁ ଭିତରକୁ ଯାଇ ସେଇ ଘରେ ଥିବା ଟେବୁଲ, ଚେୟାର, ଖଟକୁ ଆଣି କବାଟରେ ଡେରିଦେଲି। ଆଉ ଝରକା ବାଟେ ସେଇ କଳା ପରଛାଇକୁ ଦେଖିବାରେ ଲାଗିଲି। ଏବେ ସେଇ କଳା ପରଛାଇଟି ମୋତେ ଖୋଜିବାରେ ଲାଗିଥାଏ। ମୋତେ ନ ପାଇ ତାର ସେଇ ଲମ୍ବା ଲମ୍ବା ହାତରେ ମୋ ଗାଡ଼ିକୁ ଏପଟ ସେପଟ କରୁଥାଏ ଆଉ ମଝିରେ ମଝିରେ ଭୟାନକ ଗର୍ଜନ କରୁଥାଏ। ଏଇଭଳି ବହୁତ ସମୟ ଏପାକ ସେପାକ ହେବା ପରେ ନିରାଶ ହୋଇ କେଜାଣି କୁଆଡ଼େ ଅଦୃଶ୍ୟ ହୋଇଗଲା। ମୁଁ ରାତିସାରା ସେଇ ଘରର ଝରକା ବାଟେ ଅନେଇଥାଏ। ଏହା ଭିତରେ ଆଖି କେତେବେଳେ ମୋର ନିଦ ଆସିଯାଇଛି ମୁଁ ଜାଣିନି। ସକାଳର ସୂର୍ଯ୍ୟକିରଣ ଝରକା ବାଟ ଦେଇ ମୋ ମୁହଁରେ ପଡ଼ୁଥିଲା। ତାପରେ ମୋ ନିଦ ଭାଙ୍ଗିଲା। ମୁଁ ଝରକା ଦେଇ ବାହାରକୁ ଅନେଇଲି। ବାହାରର ପରିବେଶ ପୁରାପୁରି ଶାନ୍ତ ଥିଲା। ଆଉ କିଛି ଦୂରରେ ମୋ ଆମ୍ବୁଲାନ୍ସ ଗାଡ଼ିଟି ଭଙ୍ଗାରୁଜା ଅବସ୍ଥାରେ ପଡ଼ିଥିଲା। ଏହି ଘଟଣା ପରେ ମୁଁ ଆଉ କେବେ ସେ କବରଖାନାକୁ ଯାଇନି। ଆଉ ତାପରେ ମୁଁ ସେ ଜବ୍ ବି ଛାଡ଼ି ଦେଇଥିଲି।